ମୁଁ ପ୍ରଥମେ ଯେତେବେଳେ ଯୌବନ ପ୍ରାପ୍ତି ହେଲି ମୋତେ ସେତେବେଳେ ଖାଲି ଘିଅ ଖାଇବାକୁ ଇଚ୍ଛା ହେଉଥିଲା, କିନ୍ତୁ ମୁଁ ସେମିତି ସୁଯୋଗ ପାଇପାରୁନଥିଲି। ତାପରେ ମୋ ଭିଣେଇ ମୋତେ ଘିନି ମୋତେ ଶାନ୍ତି କରିଥିଲେ। ତ ଏସବୁ ଘଟଣା କିପରି ଘଟିଥିଲା, ଭିଣେଇ ମୋତେ କିପରି ପ୍ରଥମେ ଘିନିଥିଲେ, ସେସବୁ ବିଷୟରେ ମୁଁ ଆପଣଙ୍କୁ ଏ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଘିଆ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ କିପରି ମୁଁ ମୋ ଭିଣେଇ ପାଖରୁ ଘିଆ ଖାଇଥିଲି ଏବଂ ତାଙ୍କୁ କିପରି ପଟେଇ ମୁଁ ତାଙ୍କ ପାଖରୁ ଘଣ୍ଟା ଘଣ୍ଟା ଧରି ଘିଆ ଖାଇଥିଲି ସେ ବିଷୟରେ ଆପଣମାନଙ୍କୁ କହୁଛି। ମୋର ଯେତେବେଳେ ପ୍ରଥମେ ଯୌବନ ପ୍ରାପ୍ତି ହେଲା ସେତେବେଳେ ମୁଁ ଘିଆ କ'ଣ ଜାଣିନଥିଲି, କିନ୍ତୁ ମୋ ମନ ସବୁବେଳେ ସକ ସକ ହେଉଥିଲା ଘିଆ ଖାଇବା ପାଇଁ। ତା ପୂର୍ବରୁ ଟିକେ କହି ରଖୁଛି, ଯେତେବେଳେ ମୋ ଦିଦିର ବାହାଘର ହେଇଥିଲା ମୋ ଜିଜୁ ସେ ସବୁବେଳେ ମୋତେ ଥଟ୍ଟା ମଜା କରୁଥିଲେ। ମୁଁ କିନ୍ତୁ ସେତେବେଳେ ଦେଖିବାକୁ ଏତେ ସୁନ୍ଦରୀ ନଥିଲି, କାରଣ ମୋର ଦୁଧ ଆଦୌ ବାହାରି ନଥିଲା, ମୋ ଛାତି ପୁରା ସମାନ ଥିଲା। ତେଣୁ ଭିଣେଇ ମୋ ସାଙ୍ଗେ ଥଟ୍ଟା ମଜା ହେଉଥିଲେ ସତ, କିନ୍ତୁ କେବେ ବି ମୋତେ ଟଚ୍ କରୁନଥିଲେ। ତେଣୁ ମୋ ମନ ଭିତରେ ବହୁତ କ୍ଷୋଭ ଥିଲା, ମୋ ଭିଣେଇ ଉପରେ ବହୁତ ରାଗ ମଧ୍ୟ ଥିଲେ, କାରଣ ମୁଁ ଚାହୁଁଥିଲି ଯେ ଭିଣେଇ ସବୁବେଳେ ମୋ ସହିତ କଥା ହୁଅନ୍ତୁ, ସବୁବେଳେ ମୋ ସହିତ ଥଟ୍ଟା ମଜା କରନ୍ତୁ, ମୋତେ କନ୍ଧାନ୍ତୁ, ମୋତେ ଘିଅନ୍ତୁ। ଏହି ପ୍ରକାର ବିଭିନ୍ନ କଥା ମୋ ମନ ଭିତରକୁ ଆସୁଥିଲା। କିନ୍ତୁ ଯେହେତୁ ମୋ ଛାତି ପୁରା ସମାନ ଥିଲା, ତେଣୁ ବୋଧହୁଏ ଭିଣେଇ ମୋତେ ସେମିତି ନଜରରେ ଦେଖୁନଥିଲେ। ବର୍ଷେ କି 2 ବର୍ଷ ଏମିତି ଚାଲିଗଲା ପରେ କ'ଣ ହେଲା ନା ମୋ ଦୁଧ ଆସ୍ତେ ଆସ୍ତେ ବଡ଼ ହେବାକୁ ଲାଗିଲା ଏବଂ ସାର୍ଟରୁ ଫୁଟି ବାହାରକୁ ଦେଖାଗଲା। ସେତେବେଳେ ମୋ ମନର ଖୁସି କହିଲେ ନ ସରେ। ମୁଁ ଭାବିଲି ଏଥର ଭିଣେଇ ମୋତେ ନିଶ୍ଚିତ ଘିନିବେ। ହଉ ଠିକ୍ ଅଛି, ଦେଖାଯାଉ ସେ ସୁଯୋଗ କେବେ ଆସୁଛି। ଏମିତି କିଛି ଦିନ ଚାଲିଗଲା ପରେ ଥରେ କ'ଣ ହେଇଛି ନା ମୁଁ ଭଉଣୀ ଘରକୁ ଯାଇଥିଲି ଏବଂ ସେଠାରେ 7-8 ଦିନ ରହିଥିଲି। ଆମେ ଗୋଟିଏ ପଲଙ୍କରେ ଦିଦି, ଭିଣେଇ ଏବଂ ମୁଁ ଆମେ 3 ଜଣ ସାରା ଶୋଉ। ତ ଥରେ କ'ଣ ହେଇଛି ନା ମୋ ଭଉଣୀର ଦେହ ଖରାପ ଥିଲା, ତେଣୁ ଜିଜୁ ରାତିରେ ମୋ ଭଉଣୀକୁ ଘିନି ପାରିନଥିଲେ। ବୋଧହୁଏ ତାଙ୍କର ମୋ ପ୍ରତି ସେତେବେଳକୁ ଦୁର୍ବଳତା ଆସିଯାଇଛି। ତେଣୁ ସେ କ'ଣ କଲେ ନା ମୋ ଉପରେ ତାଙ୍କ ଗୋଡ଼ଟିକୁ ରଖିଲେ। ମୁଁ କିନ୍ତୁ ସେତେବେଳେ ଶୋଇନଥିଲି। ସେ ଯେତେବେଳେ ମୋ ଉପରେ ଗୋଡ଼ଟି ରଖିଲେ ମୋତେ ମଜା ଟିକେ ଲାଗିଲା, ତେଣୁ ମୁଁ ଆଖିଟିକୁ ବନ୍ଦ କରି ଶୋଇଥାଏ, କିନ୍ତୁ ମୋତେ ନିଦ ହୋଇନଥାଏ। ତାପରେ ସେ କ'ଣ କଲେ ନା ମୋ ସାର୍ଟ ଭିତରେ ହାତ ପୁରେଇଲେ ଏବଂ ମୋର ସେଇ ଦୁଧକୁ ଚିପିବାକୁ ଲାଗିଲେ। ତାଙ୍କର ହାତର ସ୍ପର୍ଶ ଯେତେବେଳେ ମୋ ଦୁଧରେ ଲାଗିଛି, ମୋତେ ଲାଗିଲା ମୋ ଦେହ ଯେମିତି କ'ଣ ହେଇଯାଉଛି, ପୁରା ଶୀତେଇ ଉଠିଲା ମୋର ସର୍ବାଙ୍ଗ ଶରୀର। ତାପରେ ତାଙ୍କର ସ୍ପିଡ୍ ଆସ୍ତେ ଆସ୍ତେ ବଢ଼ିଲା। ସେ କ'ଣ କଲେ ନା ମୋ ଦୁଧକୁ ଜୋରସେ ଚିପୁଡ଼ିବାକୁ ଲାଗିଲା। ଏତେ ଜୋରରେ ଚିପୁଡ଼ି ଦେଲେ ଯେ ମୁଁ ଚିଲେଇ ଉଠିଲି। ସେ ପଟକିନା କ'ଣ କଲେ ମୋ ମୁହଁରେ ହାତଟିକୁ ଚାପିଦେଲେ ଏବଂ କହିଲେ, ପାଖରେ ଦିଦି ଶୋଇଛି, ତୁ ପାଟି କରନି, ଯାହା କରିବା କଥା ମୁଁ କରୁଛି, ତୁ ଚୁପ୍ କିନା ଶୋଇ ରହ। ମୁଁ ବି ଆଉ ଚିଲେଇଲି ନାହିଁ, କାହିଁକିନା ମୋର ବି ଭୟ କାଳେ ଦିଦି ନିଦରୁ ଉଠି ପଡ଼ିବ। ତାପରେ ଭିଣେଇ କ'ଣ କଲେ, ତାଙ୍କ କାମ ଆରମ୍ଭ କଲେ।
କିଛି ସମୟ ମୋ ଦୁଧକୁ ଚିପି ସାରିଲା ପରେ ତାପରେ ସେ ଆସ୍ତେ ଆସ୍ତେ ମୋ ପେଣ୍ଟ ଭିତରେ ହାତ ପୁରେଇଲେ ଏବଂ ମୋ ଚଡ଼ିଟିକୁ ତଳକୁ ଟାଣି ଦେଇ ମୋ ବିଆରେ ହାତକୁ ବୁଲାଇଲେ। ମୋ ବିଆରେ ସେତେବେଳେ ହାଲକା ହାଲକା ଚୁଟି ଉଠିଥିଲା। ସେଇ ଚୁଟି ଗୁଡ଼ିକୁ ସଲସଲ କରୁଥିଲେ ଏବଂ ତାଙ୍କର ମଝି ଆଙ୍ଗୁଳିକୁ ହାତର ମଝି ଆଙ୍ଗୁଳିକୁ ମୋ ବିଆ ଭିତରେ ପଶେଇଲେ। ଧୀରେ ଧୀରେ ହଲେଇବାକୁ ଲାଗିଲେ। ମୋତେ ସେତେବେଳକୁ ବହୁତ ମଜା ଲାଗୁଥିଲା ଏବଂ ମୁଁ ସେତେବେଳକୁ ଗିଆଁ ଖାଇବାକୁ ପୁରା ପାଗଳ ହେଇଯାଇଥିଲି। କିଛି ସମୟ ସେ ଏମିତି ତାଙ୍କ ଆଙ୍ଗୁଳି ମୋ ବିଆରେ ମାରି ସାରିବା ପରେ ମୁଁ କ'ଣ କଲି ନା ଉଠି ପଡ଼ିଲି ଏବଂ ତାଙ୍କୁ ତଳେ ଶୁଆଇଦେଲି। ସଟକିନା ତାଙ୍କର ଲୁଙ୍ଗିଟିକୁ ଖୋଲି ଦେଇ ତାଙ୍କ ଲମ୍ବା ବାଣ୍ଡଟିକୁ ପାଟିରେ ନେଇନେଲି ଏବଂ ନିର୍ଦ୍ଧୁମ ଭାବରେ ଚୁଚୁମି ଚାଲିଲି। ସେତେବେଳେ ମୋର ଶରୀରର ଅବସ୍ଥା କହିଲେ ନ ଚଳେ, କାରଣ ମୁଁ ଏତେ ମାତ୍ରାରେ ଗିଆଁ ଖାଇବାକୁ ପାଗଳି ହେଇଯାଇଥିଲି ଯେ ମୁଁ କ'ଣ କରୁଛି କ'ଣ କରୁନାହିଁ ସେସବୁ ବିଷୟରେ ମୋର ଧ୍ୟାନ ନଥିଲା। ମୁଁ ପାଗଳି ଭଳିଆ ତାଙ୍କର ବାଣ୍ଡକୁ ଖାଲି ଚୁଷି ଚାଲିଲି। କିଛି ସମୟ ଚୁଷି ସାରିଲା ପରେ ତାଙ୍କ ବାଣ୍ଡରୁ ହାଲକା ହାଲକା ପାଣି ବାହାରିଲା। ମୁଁ ସେ ପାଣି ଗୁଡ଼ିକୁ ଚଳ ଚଳ କରି ପିଇଗଲି, କାରଣ ମୋତେ ଏତେ ସୁନ୍ଦର ଲାଗୁଥିଲା ତାଙ୍କର ସେ ଯେ ବାଣ୍ଡରୁ ବୀର୍ଯ୍ୟ, ତାର ବାସ୍ନା ମୋତେ ଏତେ ଭଲ ଲାଗୁଥିଲା। ମୁଁ ଖାଲି ଗିଳି ପକାଉଥିଲି। ଏମିତି କିଛି ସମୟ କରିସାରିଲା ପରେ ଭିଣେଇ କହିଲେ, ତମେ ତଳେ ଶୁଅ, ମୁଁ ତୁମକୁ ଗେହିବି। ଏବଂ ମୁଁ କ'ଣ କଲି ନା ସୁନା ଛୁଆଟି ପରି ଥିରିକିନା ଶୋଇଗଲି। ତାପରେ ସେ କ'ଣ କଲେ ନା ତାଙ୍କ ପାଟିରୁ ଛେପ ଆଣି ମୋ ବିଆରେ ଭଲ ଭାବରେ ଲଗାଇଦେଲେ ଏବଂ ମୋ ବିଆକୁ ପୁରା ଓଦା କରିଦେଲେ। ତାପରେ ଆଉ ମେଞ୍ଚାଏ ଛେପ ନେଇ ସେ ତାଙ୍କ ବାଣ୍ଡରେ ଲଗାଇଲେ। ପୁରା ବାଣ୍ଡଟିକୁ ତାଙ୍କର ଓଦା କରିଦେଲେ। ତାପରେ ସେ ମୋର ଦୁଇ ଗୋଡ଼କୁ ଟେକି ଧରି ତାଙ୍କର ସେଇ ଲମ୍ବା ଏବଂ ମୋଟା ବାଣ୍ଡଟିକୁ ମୋ ବିଆ ଭିତରେ ପଶେଇଲେ। ପ୍ରଥମେ ମୋତେ ବହୁତ କଷ୍ଟ ଲାଗିଲା। ମୁଁ କରିବାକୁ ଯାଉଥିବା ସମୟରେ ସେ ତାଙ୍କର ବାମ ହାତରେ ମୋ ପାଟିଟିକୁ ଚାପି ଧରିଲେ ଏବଂ କହିଲେ, ରୁହ, ଆସ୍ତେ ଆସ୍ତେ ଠିକ୍ ହେଇଯିବ। ମୁଁ ବି ଭାବିଲି ବୋଧହୁଏ ପ୍ରଥମେ ପ୍ରଥମେ ଗିଆଁ ଖାଇଲେ ଏମିତି କଷ୍ଟ ଲାଗେ। ତାପରେ ସେ କ'ଣ କଲେ ନା ଆସ୍ତେ ଆସ୍ତେ ତାଙ୍କ ଗାଣ୍ଡିକୁ ପେଲିବାକୁ ଲାଗିଲେ ଏବଂ ଆସ୍ତେ ଆସ୍ତେ ତାଙ୍କ ବାଣ୍ଡ ମୋ ବିଆ ଭିତରେ ପୁରା ସେଟ୍ ହେଇଗଲା। ତାପରେ ସେ ତାଙ୍କ ବାଣ୍ଡକୁ ହଲେଇବାକୁ ଲାଗିଲେ। ବେଶ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ଘେଇଁ ଚାଲିଲେ। ସେ ଘେଉଁଥିବା ସମୟରେ ମୋ ବିଆରୁ ରସ ସବୁ ବାହାରିଗଲା, କିନ୍ତୁ ତାଙ୍କ ବାଣ୍ଡରୁ ରସ ବାହାରି ନଥିଲା। ତେଣୁ ସେ ମୋତେ ଛାଡ଼ୁନଥିଲେ, ନିର୍ଦ୍ଧୁମ ଭାବରେ ପେଲି ଚାଲିଥିଲେ। ମୁଁ ସେତେବେଳକୁ ଥକି ପଡ଼ିଲିଣି। ଭିଣେଇ କହିଲେ, ହଉ ଠିକ୍ ଅଛି, ତୁମେ ଗୋଟେ କାମ କର, ଆଉ କିଛି ସମୟ ମୋ ବାଣ୍ଡକୁ ଟିକେ ଚାଟ। ମୁଁ ମଧ୍ୟ ସେୟା କଲି। 3ରୁ 4 ମିନିଟ୍ ପର୍ଯ୍ୟନ୍ତ ପୁଣି ତାଙ୍କର ବାଣ୍ଡକୁ ଚୁଷିବାକୁ ଲାଗିଲି। ତାପରେ ସେ କ'ଣ କଲେ ନା ଟିକେ ଛେପ ଆଣି ମୋ ଗାଣ୍ଡିରେ ଲଗାଇଲେ ଏବଂ ମୋ ଗାଣ୍ଡିରେ ତାଙ୍କ ବାଣ୍ଡକୁ ବସାଇଲେ। ପୁଣି ମୋତେ ଯନ୍ତ୍ରଣା ହେଲା, କିନ୍ତୁ କିଛି କରିବାର ଉପାୟ ନଥିଲା। ମଜା ବି ଲାଗୁଥିଲା। ତେଣୁ ମୁଁ ଖାଲି ପାଟିକୁ ଚାପି ଧରି ରହିଲି। ସେ କ'ଣ କଲେ, ପେଲିଲେ। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ପୁନର୍ବାର ସେ ପେଲି ଚାଲିଲେ। ଏମିତି ଗାଣ୍ଡିରେ ଘେଉଁଥାନ୍ତି, ପୁଣି ହାତରେ ମୋ ଦୁଧକୁ ମଚାଡ଼ୁଥାନ୍ତି, ମୋ ଦୁଧର ମଣ୍ଡିକୁ ସଲସଲ କରୁଥାନ୍ତି। ଏମିତି ପାଖାପାଖି ଘଣ୍ଟେରୁ 1.5 ଘଣ୍ଟା ଆମର କରିଲୁ। ତାପରେ ତାଙ୍କ ବାଣ୍ଡରୁ ସବୁ ପାଣି
ବାହାରିଗଲା, ସେ ମଧ୍ୟ ଶାନ୍ତି ପାଇଗଲେ। ତ ସେଇ ପ୍ରଥମ ଦିନର ଘିଆଁ ମୁଁ ଆଜି ଯା ଭୁଲିପାରେ ନାହିଁ। ଏମିତି ଆମେ ବହୁତ ବାର ଘିଆଁ ଘିଁ ହେଇଛୁ। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥିବ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ସବୁ ଭିଡ଼ିଓ ଗୁଡ଼ିକୁ ଦେଖିବେ, କାରଣ ଏହି ପ୍ରକାର ହଟ୍ ଘିଆଁ ଘିଁ ଭିଡ଼ିଓ ମୋ ଚ୍ୟାନେଲରେ ବରାବର ଆପଣଙ୍କ ମନୋରଞ୍ଜନ ପାଇଁ ଛାଡ଼ୁଛି। ତେଣୁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।